ସମସ୍ତେ ମିଶି ବ୍ରେକଫାଷ୍ଟ କରିସାରିଲା ପରେ ଆମେ ଆସି ପହଞ୍ଚି ଯାଇଥିଲୁ ବତାସିଆରେ। ଏଠି ପହଞ୍ଚିଲା ପରେ ଆମେ ତାଙ୍କର ଟିକେ ଲୋକାଲ କଷ୍ଟ୍ୟୁମ୍ ପିନ୍ଧି ପକେଇଥିଲୁ। ତାପରେ ରିଲ୍ସ ଫିଲ୍ସ ବନେଇଥିଲେ। ଏଇଟା ହେଉଛି ଟୟ ଟ୍ରେନ୍ ଯାହାର ଲାଇନ୍ ଏ ବତାସି ଭିତର ଦେଇ ମଧ୍ୟ ଅଛି। ବ୍ୟାକ୍ ସାଇଡ଼୍ରେ ୱେଦର୍ ବି ଦେଖିପାରୁଥିବ କେତେ ସୁନ୍ଦର ଦେଖାହେଉଛି। ବତାସିଆରେ ବୁଲାବୁଲି ରିଲ୍ସ ବନେଇ ସାରିଲା ପରେ ଆମେ ବାହାରି ଯାଇଥିଲୁ ଟାଇଗର ହିଲ୍ସ ଆଡ଼େ। ତ ଯେଉଁ ସବୁ ଗଛ ଗୁଡ଼ାକ ମୁଁ ସବୁ ଦେଖୁଥିଲି ଟିଭି ମୁଭିରେ, ଏବେ ଆଜି ମୁଁ ତାକୁ ରିଏଲ୍ରେ ଦେଖୁଛି। ଟାଇଗର ହିଲ୍ସରେ ପହଞ୍ଚିଲା ପରେ ସେଠାକାର ଦୃଶ୍ୟ କିଛି ଏଇଭଳିଆ ଥିଲା, ମାନେ ପୁରା କୁହୁଡ଼ି ହେଇଯାଇଥିଲା ଯେହେତୁ ବର୍ଷା ହାଲକା ହାଲକା ହେଉଥିଲା। କାଞ୍ଚନଜଙ୍ଗା ଦେଖିବା ପାଇଁ ତ ସକାଳୁ ସକାଳୁ ଆସିବା ପାଇଁ ପଡ଼େ ନା, କିନ୍ତୁ ଆମେ ଆସି ପହଞ୍ଚିଥିଲୁ ଦିନ 11ଟାରେ, ଯେ ପାଇଁ କିଛି ବି ଆମେ ଦେଖିପାରିନଥିଲୁ, କେବଳ କୁହୁଡ଼ିକୁ ଆଉ ଅନ୍ଧାରକୁ ହିଁ ଦେଖିକି ଯାଇଥିଲୁ। ସେଥିପାଇଁ ଟିକେ ଦୁଃଖ ଲାଗୁଥିଲା କି ଏତେ କଷ୍ଟ କରି ଆସିଲେ ବଟ୍ କିଛି ଦେଖିପାରିଲୁ ନାହିଁ। ତାପରେ ଆମେ ସେଠି ବୁଲାବୁଲି ସାରିଲା ପରେ ନେକ୍ସଟ ବାହାର ଯାଇଥିଲୁ। ଏଇଟା ହେଉଛି ଲାମାହାଟ୍ଟା ଇକୋ ପାର୍କ। ଉପରୁ ଛିଡ଼ା ହେଇ ଆର ନଜରଟା କିଛି ଏଇଭଳିଆ ଥିଲା। ତ ତାପରେ ସେଇଠି ମୋତେ ଟିକେ ମିଳିଯାଇଥିଲା ବାରଭାଜା ଟାଇପ୍ର କିଛି ଥିଲା, ଯେଉଁଟାକି ମୁଁ ଗୋଟେ ଆଣିକି ଖାଇ ଦେଇଥିଲି। ଦେନ୍ ଦେଖିପାରୁଥିବେ ଏଠି କିଛି ଜଣେ ନେତା ଜଣେ କିଏ ଆସିଥିଲେ, ତ ଯେ ପାଇଁ ତାଙ୍କର ଗାଡ଼ି ଫାଡ଼ି ସବୁ ଲାଗିଥିଲା, ତାଙ୍କର ଷ୍ଟାଫ୍ ମାନେ ସବୁ ଥିଲେ। ବଟ୍ ମୁଁ ଜାଣିନି ଠିକ୍ ସେ କେଉଁ ନେତା ଆସିଥିଲେ, କ'ଣ ପାଇଁ ଆସିଥିଲେ, ସେ ଯାହା ବି ହେଇଥିବ। ଏଇଠି ମଧ୍ୟ ଠିକ୍ ଆମେ ସମସ୍ତେ ବୁଲାବୁଲି କରିଲୁ, ରିଲ୍ସ ବନେଇଲୁ, ଫଟୋ ଉଠେଇଲୁ। ଦେନ୍ ସବୁ ସାରି ସାରିଲା ପରେ ଆମେ ଆସି ପହଞ୍ଚିଥିଲୁ। ଏଇଟା ଗୋଟେ ବୁଦ୍ଧଙ୍କର, ଏଇଟା ଥିଲା ବୁଦ୍ଧିଷ୍ଟ ଟେମ୍ପଲ୍। ତାପରେ ଏଇ ଟେମ୍ପଲ୍କୁ ଆସିଲା ପରେ ଦେଖିପାରୁଥିବେ ଭିତରର ନଜାରା, ମାନେ ଆଙ୍କୁ ବୁଦ୍ଧିଷ୍ଟଙ୍କ ମୂର୍ତ୍ତିକୁ ଦେଖିଲା ପରେ ଏତେ ଶାନ୍ତି ଫିଲ୍ ହେଉଛି, ମାନେ କହିବା ପାଇଁ ମୁଁ ସ୍ପିଚଲେସ୍ ହେଇଯାଉଛି। ଯାହା ବି ହଉ, ତାପରେ ସେଠି ବୁଲାବୁଲି ସାରି ସାରିଲା ପରେ ଆମକୁ ଏତେ ଜୋରସେ ଭୋକ ଲାଗିଯାଇଥିଲା। ଆମେ ଟିକେ ଆଗକୁ ଗଲୁ। ଆଗକୁ ଗଲା ପରେ ଆମକୁ ମିଳିଯାଇଥିଲା ଗୋଟେ ଘର ରେଷ୍ଟୁରାଣ୍ଟ, ଯେଉଁଟାକି ମାନେ ପୁରା ଖାଇବା ଗୁଡ଼ାକ ପୁରା ଘର ଭଳିଆ ଥିଲା। ଯେହେତୁ ଏତେ ଟାଇମ୍ ପରେ ଘରେ ଖାଇବା ମିଳୁଛି, ଚାଲନ୍ତୁ ଆଉ ଲେଟ୍ କରିବା, ଜଲ୍ଦି ଜଲ୍ଦି ଖାଇବା ଷ୍ଟାର୍ଟ କରିବା।